ଜୟ ଜଗନ୍ନାଥ। ଠାକୁର ଘର କେମିତି ହେବା ଦରକାର? କେଉଁ ଦିଗରେ ଠାକୁର ଘର ହେବା ଉଚିତ? ପୂଜା ଘରର ରଙ୍ଗ, ଠାକୁର ଘରର କବାଟ କେମିତି ହେବା ଦରକାର? ଠାକୁର କେଉଁ ସ୍ଥାନରେ ବସିବା ଉଚିତ? କେଉଁ ଦିଗକୁ ମୁହଁ କରି ଆମେ ପୂଜା କରିବା ଉଚିତ? ଠାକୁର ଘରେ କ'ଣ କ'ଣ ହେବା ଉଚିତ? ତା ସହିତ ଠାକୁର ଘରେ କ'ଣ କ'ଣ କରିବାକୁ ବାରଣ କରାଯାଇଛି, ଏସବୁ ବିଷୟରେ ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବାକୁ ଯାଉଛି। କିଛିଟା ସୁନ୍ଦର ସୁନ୍ଦର କଥା ଆପଣମାନେ ଧୈର୍ଯ୍ୟର ସହିତ ଲାଷ୍ଟ ଯାଏଁ ଭିଡ଼ିଓଟିକୁ ନିଶ୍ଚୟ ଦେଖନ୍ତୁ। ଆଜି ଆପଣମାନେ ଠାକୁର ଘର ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବାକୁ ପାଇବେ। ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘର ଉତ୍ତର ପୂର୍ବ ଅର୍ଥାତ୍ ଐଶାନ୍ୟ କୋଣରେ ହିଁ ହେବା ଦରକାର। ଏହାର କୌଣସି ବି ବିକଳ୍ପ କରିବା ଉଚିତ ନୁହଁ। ମାନେ ବାସ୍ତୁଶାସ୍ତ୍ର ହିସାବରେ ଉତ୍ତର ପୂର୍ବ କୋଣରେ ଅର୍ଥାତ୍ ଐଶାନ୍ୟ କୋଣରେ ହିଁ ଆମେ ଠାକୁର ଘର କରିବା। ଆର କୌଣସି ବିକଳ୍ପ ମଧ୍ୟ କରିବା କଥା ନୁହଁ। ଯଦି ଏହି ଦିଗରେ କୌଣସି ବି ଅସୁବିଧା ଅଛି ବା ସେହି ସ୍ଥାନରେ ଜାଗା ନାହିଁ ଠାକୁର ଘର କରିବା ପାଇଁ, ତାହେଲେ ଆପଣମାନେ ସାମାନ୍ୟ ପୂର୍ବ ଦିଗକୁ କିମ୍ବା ସାମାନ୍ୟ ଉତ୍ତର ଦିଗକୁ ଠାକୁର ଘର ବନେଇ ପାରିବେ। ଅର୍ଥାତ୍ ପୂର୍ବ ଦିଗରେ ମଧ୍ୟ ଠାକୁର ଘର ବନେଇ ପାରିବେ କିମ୍ବା ଉତ୍ତର ଦିଗରେ ଠାକୁର ଘର ବନେଇ ପାରିବେ। ବାକି ଅନ୍ୟ ଦିଗମାନଙ୍କରେ ଠାକୁର ଘର କରିବା ବିଲକୁଲ ବି ଉଚିତ ନୁହଁ। ଶୋଇବା ଘରେ ତ କେବେ ମଧ୍ୟ ପୂଜା ଘର କରିବା ଉଚିତ ନୁହଁ। ଯଦି ଆପଣଙ୍କର କିଛି ବି ଉପାୟ ନାହିଁ, ଆପଣ ଗୋଟିଏ ରୁମ୍ରେ ହିଁ ରହୁଛନ୍ତି, ମାନେ ଗୋଟିଏ ରୁମ୍ରେ ଆପଣମାନେ ଶୋଉଛନ୍ତି, ସେଠି ପୂଜା ବି କରୁଛନ୍ତି, ରହୁଛନ୍ତି, ରୋଷେଇ ବି କରୁଛନ୍ତି, ତାହେଲେ ଆଉ କିଛି ଯଦି ବାଟ ନାହିଁ, ତାହେଲେ ଠାକୁର ଘର ପାଇଁ ଆପଣମାନେ କ'ଣ କରନ୍ତୁ, ସେହି ଶୋଇବା ଘରେ ହିଁ ଆପଣ ଠାକୁରଙ୍କ ପାଇଁ ଏକ ସ୍ୱତନ୍ତ୍ର ଆସ୍ଥାନ କରନ୍ତୁ। କିମ୍ବା ବଜାରକୁ ଆପଣମାନେ ଯାଇକି କିମ୍ବା ଅନଲାଇନ୍ ସାଇଟ୍ରୁ ମଧ୍ୟ ମିଳିଯାଉଛି ଛୋଟ ଛୋଟ ଠାକୁରଙ୍କର ମନ୍ଦିର, ତ ତାକୁ ଆପଣମାନେ ଆଣିକି ଆପଣ ସେହି ଘରେ ଲଗେଇ ଦିଅନ୍ତୁ। ପୂଜା କରିସାରିବା ପରେ ସେଇଥିରେ ଆପଣ ପରଦା ନିଶ୍ଚୟ ପକାଇକି ରଖନ୍ତୁ। ମାନେ ମନ୍ଦିରଟେ ନିହାତି ଆପଣ ଆଣନ୍ତୁ, ଅନଲାଇନ୍ରେ ମିଳିଯିବ ଆପଣଙ୍କୁ ଛୋଟ ମନ୍ଦିର, କିମ୍ବା ଆପଣମାନେ ବଜାରରୁ ବି ଆଣିପାରିବେ। ତ ସେ ମନ୍ଦିର ଆଣିକି ଆପଣମାନେ ଘରେ ଲଗାନ୍ତୁ। ଯେତେବେଳେ ପୂଜା ସରିଯିବ ତାପରେ ପରଦା ପକାଇ ଦିଅନ୍ତୁ। କବାଟ ଦିଆ ଛୋଟ ମନ୍ଦିର ମଧ୍ୟ ମିଳୁଛି, ଯଦି ଆପଣଙ୍କୁ ମିଳେ ତାହେଲେ ଆଣିବେ, ନହେଲେ ଆପଣଙ୍କ ପରଦାଟେ ନିହାତି ରଖିବେ। ଠାକୁର ଘରର କବାଟ ବା ପୂଜା ଘରର କବାଟ, ଝରକା ଇତ୍ୟାଦି ଉତ୍ତର ପୂର୍ବ ଦିଗକୁ ହିଁ ରଖିବା ଉଚିତ। ପୂଜା ଘରର କବାଟ ଗୋଟେ ଫାଳିଆ ନ ହୋଇକି ଦୁଇ ଫାଳିଆ ହେବା କଥା। ଠାକୁର ଘରର କବାଟ ଲୁହା, ଟିଣ କିମ୍ବା ଗ୍ରିଲ୍ର ହେବା ଉଚିତ ନୁହଁ। ଠାକୁର ଘରର କବାଟ କାଠର ହିଁ ହେବା ଦରକାର। ପୂଜା ଘର ଯେଉଁ ବନ୍ଧ ଥାଏ, ଆମେ ତାହା ଚାରି କାଠରେ ତିଆରି ହେବା ଉଚିତ। ଠାକୁର ଘରର କବାଟ, ଝରକା ଆପେ ଆପେ ଖୋଲିଯିବା, ଆପେ ଆପେ ବନ୍ଦ ହୋଇଯିବା, ଏହା ବି ବିଲକୁଲ ଭଲ ନୁହେଁ। ଘର ପାଇଁ ବିଲକୁଲ ଏହା ମଙ୍ଗଳ ନୁହେଁ। କବାଟକୁ ଆପଣମାନେ ସବୁବେଳେ କାଠରେ ହିଁ ତିଆରି କରନ୍ତୁ। ପୂଜା ଘରର କବାଟ କାଠରେ ହିଁ ରହିବା ଘର ପାଇଁ ଶୁଭ ଅଟେ। ଘରେ ମୂର୍ତ୍ତି ପୂଜା ନ କରିକି ଫଟୋ ପୂଜା କରିବା ବହୁତ ଭଲ ଅଟେ। ଯଦି ମୂର୍ତ୍ତି ପୂଜା କରାଯାଏ, ତାହେଲେ ମୂର୍ତ୍ତିଙ୍କର ଉଚ୍ଚତା 6 ଆଙ୍ଗୁଳିରୁ ଛୋଟ ହେବା ଉଚିତ। ଘରେ କାଳୀ, ଶନିଦେବ, ଶିବ, ନୃସିଂହ ଏବଂ ହନୁମାନଙ୍କର ମୂର୍ତ୍ତି ପୂଜା କରିବାକୁ ବାରଣ କରାଯାଇଛି। ଆପଣ ଏହି ଠାକୁରମାନଙ୍କର ମୂର୍ତ୍ତି ନୁହେଁ, ଫଟୋ ରଖିକି ଘରେ ପୂଜା କରିପାରିବେ। ଯଦି ଘରେ ବଡ଼ ମୂର୍ତ୍ତି ରଖିକି ପୂଜା କରିବାର ଇଚ୍ଛା ଥାଏ ଆପଣଙ୍କର, ତାହେଲେ ଘର ବାହାରେ ଉତ୍ତର ପୂର୍ବ କୋଣରେ ଏକ ଅଲଗା ଘର ତିଆରି କରି ଆପଣମାନେ ମୂର୍ତ୍ତି ସ୍ଥାପନା କରିବେ। କିନ୍ତୁ ଏହି ମୂର୍ତ୍ତିକୁ ଆପଣ ନୁହେଁ, ବ୍ରାହ୍ମଣଙ୍କ ଦ୍ୱାରା ହିଁ ପୂଜା କରାଇବେ। ବ୍ରାହ୍ମଣଙ୍କ ଦ୍ୱାରା ହିଁ ପୂଜା କଲେ ଉଚିତ ନୀତି ନିୟମରେ ଆପଣଙ୍କ ମୂର୍ତ୍ତି ପୂଜା ସଫଳ ହେବ। ଠାକୁର ଘର ଫଟୋ କିମ୍ବା ମୂର୍ତ୍ତିଙ୍କୁ କାନ୍ଥରେ ଲଗେଇକି ପୂଜା କରିବା କଥା ନୁହଁ। କାନ୍ଥରେ ମୂର୍ତ୍ତି କିମ୍ବା ଫଟୋ ଲଗେଇ ପୂଜା କେବେ ବି କରନ୍ତି ନାହିଁ। ଯେଉଁମାନେ କଣ୍ଟା ବାଡ଼େଇ କାନ୍ଥରେ ଠାକୁରଙ୍କ ଫଟୋ ଟାଙ୍ଗିକି ପୂଜା କରନ୍ତି, ଏହା ତାଙ୍କ ପାଇଁ ଭଲ ନୁହେଁ। ଫଟୋ ମୂର୍ତ୍ତି ରଖିବା ପାଇଁ ଆପଣମାନେ ଆସ୍ଥାନ, ବିମାନ ବା ପୀଠ କରିପାରିବେ। ଠାକୁରଙ୍କ ପାଇଁ ବଢ଼ିଆ ବଢ଼ିଆ ଆସ୍ଥାନ ବି ମିଳିଥାଏ, କିମ୍ବା ଆପଣ ସେଠୁ ଆଣିକି ନହେଲେ ତିଆରି କରିକି ମଧ୍ୟ ଆପଣ ଠାକୁରଙ୍କୁ ପୂଜା କରନ୍ତୁ। କିନ୍ତୁ କାନ୍ଥରେ କେବେ ଲାଗିକି ଥୋଇକି ସେମିତି କରନ୍ତୁ ନାହିଁ। ପୂଜା ଘର ଠାକୁର ଘରର କବାଟ ସିଧା ଅର୍ଥାତ୍ କବାଟର ଠିକ୍ ସାମ୍ନା ସାମ୍ନି ଠାକୁରଙ୍କୁ ରଖିବା କଥା ନୁହଁ। ଠାକୁରଙ୍କ ଆସ୍ଥାନ ବା ବସିବା ସ୍ଥାନ କାନ୍ଥକୁ ଲଗେଇକି ମଧ୍ୟ ରଖିବା କଥା ନୁହଁ। କାନ୍ଥରୁ ଟିକେ ଛାଡ଼ିକି ବା କାନ୍ଥ ପାଖରେ ଟିକେ
ଫାଙ୍କା ରଖିକି ଆସ୍ଥାନ ରଖିବା ଉଚିତ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସୁଛି ଆଉ କିଛି ଶିଖିବାକୁ ମିଳୁଥାଏ ତାହେଲେ ନିହାତି ମୋତେ କମେଣ୍ଟରେ ଆପଣ କେଉଁ ଗାଁରୁ ଭିଡ଼ିଓଟି ଦେଖୁଛନ୍ତି ନିହାତି କୁହନ୍ତୁ। ମୁଁ ଜଣାଇବାକୁ ଚାହୁଁଛି ମୋର ଏହି ଭିଡ଼ିଓଟି କେଉଁ କେଉଁ ସ୍ଥାନରେ ପହଞ୍ଚି ପାରିଛି। ଠାକୁରଙ୍କର ବସିବା ସ୍ଥାନକୁ କେବଳ ମାର୍ବଲ ହିଁ କରନ୍ତୁ, କିନ୍ତୁ ପୁରା ବା ସମ୍ପୂର୍ଣ୍ଣ ଠାକୁର ଘରର ଯେଉଁ ମେଜିଆ ଥାଏ ତାକୁ ଆପଣମାନେ ମାର୍ବଲ କରିବା କଥା ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଯେଉଁଠି ବସିବେ ସେହି ସ୍ଥାନକୁ କେବଳ ମାର୍ବଲ କରନ୍ତୁ। ପୁରା ସମ୍ପୂର୍ଣ୍ଣ ଠାକୁର ଘରର ଯେଉଁ ମେଜିଆ ଥାଏ ତାକୁ କେବେ ମାର୍ବଲ କରନ୍ତୁ ନାହିଁ। ଠାକୁର ଘରେ ଠାକୁରଙ୍କର ମୂର୍ତ୍ତି କିମ୍ବା ଫଟୋର ମୁହଁ ପଶ୍ଚିମକୁ ମୁହଁ କରି ରହିବା ଦରକାର। ଆମେ ଯଦି ଘରେ ପୂଜା କରୁଛନ୍ତି ତାହେଲେ ଠାକୁରଙ୍କର ମୁହଁ ପଶ୍ଚିମକୁ ରହିବା ଦରକାର। କେବଳ ମନ୍ଦିରରେ ହିଁ ଠାକୁରଙ୍କ ମୁହଁ ପୂର୍ବକୁ କରାଯାଇପାରିବ। ଆଉ ପୂଜାରୀ ପୂଜା କଲାବେଳେ ପଶ୍ଚିମକୁ ମୁଖ କରି ପୂଜା କରିବେ, କିନ୍ତୁ ଘରେ ଆମେ ଠାକୁରଙ୍କ ଫଟୋ ପଶ୍ଚିମକୁ ରଖିବା। ପୂଜା କଲାବେଳେ ପୂର୍ବକୁ ଚାହିଁକି ଆମେ ପୂଜା କରିବା। ଘରେ ପୂଜା କରିବା ସମୟରେ ତୁମର ଡାହାଣ ପାଖରେ ଠାକୁରଙ୍କୁ ରଖିକି ଉତ୍ତରକୁ ମୁହଁ କରି ପୂଜା କରାଯାଏ। ମନ୍ଦିରରେ କିମ୍ବା କୌଣସି ବି ପୀଠରେ ଆପଣ ବାମ ପଟରେ ଠାକୁର ରହିବେ, ଆମେ ଉତ୍ତରକୁ ମୁହଁ କରି ପୂଜା କରିବା। ପୂଜା ଘରେ ଯଦି ଆପଣ ଯୋଗ ପ୍ରାଣାୟାମ ଆଦି କରୁଛନ୍ତି ତାହେଲେ ଠାକୁରଙ୍କ ସାମ୍ନାରେ ବସିକି କରିବା ଉଚିତ ନୁହଁ। ଯଦି ଆପଣ ଠାକୁରଙ୍କ ଘରେ ହୋମ କୁଣ୍ଡ ବା ଯଜ୍ଞ କୁଣ୍ଡ ରଖୁଛନ୍ତି ତାହେଲେ ତାହା ଦକ୍ଷିଣ ପୂର୍ବ ଦିଗରେ ହିଁ ଆପଣମାନେ ରଖନ୍ତୁ। ମାଟି ତଳ କୋଠରୀରେ ବା ଭୂତଳ କୋଠରୀ ଯାହାକୁ ଅଣ୍ଡରଗ୍ରାଉଣ୍ଡ କହୁଛନ୍ତି, ତ ସେଇ କୋଠରୀରେ ଆପଣମାନେ ପୂଜା ଘର ବା ଠାକୁର ଘର କରିବା ନିଷେଧ ଅଟେ। ଯଦି ଆପଣଙ୍କର ମାଟି ତଳେ ଘର ଅଛି ବା କୋଠରୀ ଅଛି ବା ଅଣ୍ଡରଗ୍ରାଉଣ୍ଡ ତଳେ ଆପଣଙ୍କର ଘର ରହିଛି ତାହେଲେ ଆପଣମାନେ ପୂଜା ଘର ମାଟି ତଳେ ବା ସେଇ ଅଣ୍ଡରଗ୍ରାଉଣ୍ଡ କୋଠରୀରେ କେବେ ବି କରନ୍ତୁ ନାହିଁ। ପୂଜା ଘରେ ଆଲମିରା ବାକ୍ସ କିମ୍ବା କୋଥଳି ଆପଣ ରଖିବେ ତାହେଲେ ଏସବୁ ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲାଗିକି ରଖିବା ଉଚିତ। ପୂଜା ଘର ଭିତରେ କୌଣସି ବି ଅନାବଶ୍ୟକ ଜିନିଷ ରଖିବା ଅନୁଚିତ ଅଟେ। ଯେମିତିକି ଆମେ ଠାକୁର ଘର ଠାକୁରଙ୍କ ପୂଜାରେ ବ୍ୟବହାର କରୁଥିବା ଯେକୌଣସି ପ୍ୟାକେଟର ଜରି ଆମେ ସେଇଠି କେବେ ବି ପକାଇବା ନାହିଁ, କି ଅଦରକାରୀ କୌଣସି ବି ଘରର ଜିନିଷପତ୍ର ସବୁ ସେଇଠି ରଖିବା ନାହିଁ, ଯାହାକି ଉଚିତ ହୋଇନଥାଏ। ଏବଂ ଟଙ୍କା ପଇସା ଇତ୍ୟାଦି ମଧ୍ୟ ପୂଜା ଘରେ ବିଲକୁଲ ବି ରଖିବା କଥା ନୁହେଁ, କିନ୍ତୁ ମାନସିକର ଟଙ୍କା ପଇସା ଆପଣ ଠାକୁର ଘରେ ରଖିପାରିବେ। ପୂଜା ଘରେ ଇଲେକ୍ଟ୍ରିକ୍ ଜିନିଷ ଯେମିତି ବଲ୍ବ ହେଲା, ସୁଇଚ୍ ହେଲା ଇତ୍ୟାଦି ଯଦି ରଖୁଛନ୍ତି ତାହେଲେ ଏହାକୁ ଦକ୍ଷିଣ ପୂର୍ବ ଦିଗରେ ହିଁ ରଖନ୍ତୁ। ଦୀପ ମଧ୍ୟ ଆପଣ ଦକ୍ଷିଣ ପୂର୍ବ ଦିଗରେ ରଖିପାରିବେ। ପୂଜା ଘରେ ଭଙ୍ଗା କାଚ ଥିବା ଫଟୋ ବା ଯେଉଁ ଫଟୋର କାଚ ଭାଙ୍ଗି ଯାଇଛି, ଉଇ ଲଗା ଫଟୋ ବା ଯେଉଁ ଫଟୋଟି ଉଇ ଲାଗିଯାଇଛନ୍ତି ବା ପୁରୁଣା ମନ୍ଦିରରେ ପୂଜା ପାଉଥିବା ଫଟୋ ବା ମୂର୍ତ୍ତିଙ୍କୁ ଆଣି ଘରେ ପୂଜା କରିବା ଅନୁଚିତ ଅଟେ। ପୁରୁଣା ମନ୍ଦିର ଥିବ, ସେଇ ମନ୍ଦିରରେ ବହୁତ ଆଗରୁ ଯେଉଁ ମୂର୍ତ୍ତି ବା ଫଟୋ ପୂଜା ପାଉଥିବେ ସେଇ ମୂର୍ତ୍ତି ବା ଫଟୋଙ୍କୁ ଘରକୁ ଆଣି ଆପଣମାନେ ତାଙ୍କୁ ପୂଜା କରିବା ଉଚିତ ନୁହେଁ। ପୂଜା ଘରେ ମନ୍ଦିର ସଦୃଶ ଆସ୍ଥାନ ବା ବିଜୟ ସ୍ତମ୍ଭ ଇତ୍ୟାଦି କରିବା ଅନୁଚିତ ଅଟେ। ଠାକୁର ଘରକୁ ଲାଗି ବା ଏହାର ଉପର ମହଲାରେ ବା ତଳେ ହେଉ ବା ଉପରେ ହେଉ ବା ଏହାକୁ ଲାଗିକି ହେଉ ରୋଷେଇ ଘର, ପାଇଖାନା ଘର, ସିଢ଼ି ଘର ଇତ୍ୟାଦି କରିବା କଥା ନୁହଁ। କାରଣ ରୋଷେଇ ଘର ଯଦି ତା ପାଖରେ କରିବା, ଯଦି ଆପଣମାନେ ଆମିଷ ପିଆଜ ରସୁଣ ଏସବୁ ଖାଉଥିବେ ତା'ର ସ୍ମେଲ୍ ଠାକୁରଙ୍କ ଘରକୁ ଯିବ, ଯାହାକି ଭଲ ନୁହଁ। ପାଇଖାନା ଘର ମଧ୍ୟ ଏଇ ଘରକୁ ଲାଗିକି ହେବା ବିଲକୁଲ ବି ଉଚିତ ନୁହଁ। ପ୍ରତ୍ୟେକଙ୍କ ଘରେ ତୁଳସୀ ଚଉରା ରହିଥାନ୍ତି। ଏହି ତୁଳସୀ ଚଉରା ଘରର ଉତ୍ତର ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବା ଉଚିତ। ଏହା ଘରର ମୁଖ୍ୟ ଦ୍ୱାରର ଡାହାଣକୁ ରହିବା ଉଚିତ। ଯେମିତି ଘରୁ ଆପଣ ବାହାରକୁ ଯିବା ସମୟରେ ଡାହାଣ ପାଖରେ ରହିବେ ମା ତୁଳସୀ ଚଉରା, ଆଉ ପଶ୍ଚିମ ମୁଖା ହିଁ ହେବା ଉଚିତ। ଯେମିତି ଯିଏ ପୂଜା କରିବେ ସେ ପୂର୍ବକୁ ମୁହଁ କରିକି ସୂର୍ଯ୍ୟଙ୍କୁ ପୂଜା କରିପାରିବେ। ତା ସହିତ ପୂଜା କରିବା ପାଇଁ ସବୁ ବାସନକୁସନ ଆପଣ ଯାହା କିଛି ବ୍ୟବହାର କରିବେ ଠାକୁରଙ୍କ ପୂଜାରେ ସବୁ ପିତ୍ତଳର, ତମ୍ବାର କିମ୍ବା ମାଟିର ହିଁ ହେବା ଉଚିତ।
ଅନ୍ୟ ଜିନିଷ ଯେମିତିକି ଫାଇବର, ପ୍ଲାଷ୍ଟିକ୍, ଲୁହା କି ଷ୍ଟିଲ୍ ପାତ୍ରରେ କେବେ ମଧ୍ୟ ଠାକୁରଙ୍କ ପୂଜା କରିବେ ନାହିଁ। ଏହି ପାତ୍ର ସବୁ ଠାକୁରଙ୍କ ପୂଜାରେ ବିଲକୁଲ ବି ବ୍ୟବହାର କରାଯାଏ ନାହିଁ। ଏଥିରୁ ଆପଣମାନେ ଜାଣିସାରିଥିବେ ଯେ ଘରେ ପୂଜା ଘର ବା ଠାକୁର ଘରର ମହତ୍ତ୍ୱ କ'ଣ ରହିଛି। ଏଣୁ ନୂଆ ପୂଜା ଘର ତିଆରି କରିବା ସମୟରେ ପୂଜା ଘର ଏବଂ ତୁଳସୀ ଚଉରାକୁ ଠିକ୍ ସ୍ଥାନରେ ହିଁ କରନ୍ତୁ। କିନ୍ତୁ ଯେଉଁମାନେ ଆଗରୁ ଘର କରିସାରିଛନ୍ତି ସେମାନେ ଏହି ଅନୁସାରେ ମୁଁ ଯାହା କିଛି ଆପଣମାନଙ୍କୁ ଏଥିରେ ସେୟାର କରିଛି ଠାକୁର ଘର ବିଷୟରେ, ଚଉରା ବିଷୟରେ, ତ ଆପଣମାନେ ଏହି ଅନୁସାରେ ଏହାକୁ ସଜାଡ଼ି ପାରିବେ। ଯଦି କିଛି ଆପଣଙ୍କର ଭୁଲ ହେଇଯାଇଛି ତ ଠିକ୍ ଦିଗରେ ଆପଣମାନେ ଠାକୁର ଘର କରିନାହାନ୍ତି ବା କ'ଣ ଅସୁବିଧା କରିଛନ୍ତି, ତାହେଲେ ଆପଣମାନେ ତାକୁ ପୁଣି ଥରେ ସଜାଡ଼ି ପାରିବେ। ଆବଶ୍ୟକ ସ୍ଥଳେ ଏହାକୁ ପରିବର୍ତ୍ତନ ମଧ୍ୟ ଆପଣମାନେ କରିପାରିବେ। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଆଉ ହଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଆଦୌ ବି ଭୁଲନ୍ତୁ ନାହିଁ। ଯେଉଁମାନେ ବି ଏମିତି ଶିକ୍ଷଣୀୟ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖିବାକୁ ଚାହୁଁଛନ୍ତି ଆଉ ସବୁବେଳେ ଚାହାନ୍ତି ଯେ ଏମିତି ଭଲ ଭଲ କଥା ଶିଖିବା ପାଇଁ, ଜାଣିବା ପାଇଁ, ତାହେଲେ ନିହାତି ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓରେ ଯଦି କିଛି ଶିଖିବାକୁ ମିଳିଥାଏ ନିହାତି ଭିଡ଼ିଓ ଗୋଟେ ଲାଇକ୍ କରିକି ଯାଆନ୍ତୁ। ଆଉ କମେଣ୍ଟରେ ଆପଣମାନେ କେଉଁ ଗାଁର ଭିଡ଼ିଓ ଦେଖୁଛନ୍ତି ନିହାତି ମୋତେ କୁହନ୍ତୁ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ, ଧନ୍ୟବାଦ।